ଦେଖନ୍ତୁ ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ। ବଡ଼ ଅପଡେଟ୍ ଦେଲେ ସରକାର। ତେବେ ଆଜି 6 ତାରିଖରେ ଆସିବ ସୁଭଦ୍ରା ଟଙ୍କା 5,000। ହେଲେ ଏହି ଟଙ୍କା କେଉଁମାନଙ୍କୁ ମିଳିବ? ଏନେଇ ମଧ୍ୟ ସରକାରଙ୍କ ତରଫରୁ ଆସିଲା ଏକ ବଡ଼ ଅପଡେଟ୍। ଡିଟେଲରେ ଜାଣିବା। ଯଦି ଆପଣ ବି ସୁଭଦ୍ରା ସ୍କିମରେ ଆବେଦନ କରିଛନ୍ତି ଆଉ ଟଙ୍କା ପାଇନାହାନ୍ତି, ତେବେ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଦେଖି ରଖନ୍ତୁ। ଜାଣିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର। 3 ଦିନରେ 2 ଥର ମିଳିବ ଟଙ୍କା। ଡବଲ କିସ୍ତି ପାଇବେ ହିତାଧିକାରୀ। ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ମାର୍ଚ୍ଚ 6 ତାରିଖ ଅର୍ଥାତ୍ ଆଜି ପଞ୍ଚମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ଆସିବ। ଆଉ ତାପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା। ମାତ୍ର 3 ଦିନ ଭିତରେ 2 ଥର ଟଙ୍କା ପାଇବେ ହିତାଧିକାରୀ, ଅର୍ଥାତ୍ 10,000 ଟଙ୍କା ଆକାଉଣ୍ଟକୁ ଆସିବ। ତେବେ ମହିଳାଙ୍କ ସୁବିଧା ପାଇଁ ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ 6 ତାରିଖରେ ପ୍ରଥମ କିସ୍ତି ଏବଂ ମାର୍ଚ୍ଚ 8 ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତେବେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା 1 କୋଟି ପାର ହୋଇଥିବା ବେଳେ ମାର୍ଚ୍ଚ 8 ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା। ଏହାଦ୍ୱାରା 1 କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ମଧ୍ୟ ସୂଚନା ଦେଇଥିଲେ। ତେବେ ଆମର ସୌଭାଗ୍ୟ, ଆମେ କୋଟିଏ କହିଥିଲୁ, ଏବେ ଗାଁର ସୁଭଦ୍ରାମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ 98 ଲକ୍ଷ ଦେଇଥିଲୁ, ତେଣୁ ଆସନ୍ତା 6 ତାରିଖରେ ଯାହା ବାକି ଅଛି ସେମାନଙ୍କୁ ଟଙ୍କା ଦେବୁ। ଆଉ ଯଦି ଆପଣମାନେ ଭାବୁଥିବେ ଏହି ଟଙ୍କା କେଉଁମାନେ ପାଇବେ, ଏବେ ତାହାର ଲିଷ୍ଟ ଦେଖିବା ପାଇଁ ହେଲେ ଯାହାର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଲିଷ୍ଟରେ ଯେଉଁମାନଙ୍କର ନାମ ଥିବ ସେମାନଙ୍କୁ ମଧ୍ୟ ମିଳିବ ଏହି 6 ତାରିଖରେ ଟଙ୍କା, ଆଉ 8 ତାରିଖରେ ମଧ୍ୟ ଦ୍ୱିତୀୟ କିସ୍ତିର ବି ଟଙ୍କା।